বসুদেবম সুতম দেবম কংসচারমর্দনম দেবকী পরমানন্দম কৃষ্ণং বন্দে জগদ্গুরু। দর্শক বন্ধু, আজি আমি আলোচনা করিবা মকর রাশি বার্ষিক রাশিফল 2026। মকর রাশি ব্যক্তিবিশেষଙ୍କ ପାଇଁ ବର୍ଷ 2026 କେମିତି ରହିବ, ପାରିବାରିକ ସମ୍ପର୍କ କେମିତି ରହିବ, ଧନ ଆଗମନ କେତେ ହେବ, ଧନ ଖର୍ଚ୍ଚ କେତେ ହେବ, ଆୟବ୍ୟୟ କେତେ ରହିବ, ପ୍ରେମ ସମ୍ପର୍କ କେମିତି ରହିବ। ଯଦି ଆମେ ମୋଟାମୋଟି ଭାବେ ଚିନ୍ତା କରିବା, ଗ୍ରହମାନଙ୍କର ସ୍ଥିତି କଥା ଯଦି ଆମେ ଚିନ୍ତା କରିବା, ବୃହସ୍ପତି ମାସ ଆରମ୍ଭରୁ ଅର୍ଥାତ୍ ବୃହସ୍ପତି ଜାନୁଆରୀ ମାସ ଆରମ୍ଭରୁ 5 ମାସ ମିଶ୍ରିତ ଫଳ ପ୍ରଦାନ କରିବେ। ତାପରେ 5 ମାସ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବେ, ପରେ 2 ମାସ ଅଶୁଭ ଫଳ ପ୍ରଦାନ କରିବେ। ଶନି ଆପଣଙ୍କର ବର୍ଷ ସାରା ଶୁଭ ଫଳ ପ୍ରଦାନ କରିବେ, କିନ୍ତୁ ରାହୁ ଏବଂ କେତୁ ବର୍ଷ ସାରା ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରିବେ। ଯଦି ଆମେ ମକର ରାଶି ବ୍ୟକ୍ତି ବିଶେଷଙ୍କ କଥା ଚିନ୍ତା କରିବା, ସେମାନଙ୍କ ପାଇଁ ଶୁଭବାର ହେଉଛି ଶୁକ୍ରବାର ଏବଂ ଶନିବାର। শুভ রঙ ହେଉଛି କଳା ରଙ୍ଗ ଏବଂ ନୀଳ ରଙ୍ଗ। ତେଣୁ ମକର ରାଶି ବ୍ୟକ୍ତି ବିଶେଷ ବର୍ଷ 2026ରେ ଯଦି କିଛି ନୂତନ କର୍ମ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ନୂତନ ଭାବରେ ବେପାର ବାଣିଜ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଶୁକ୍ରବାର ଦିନ ନଚେତ ଶନିବାର ଦିନ ଆରମ୍ଭ କରନ୍ତୁ। ଦେଖିବେ ଆପଣଙ୍କ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ତାହେଲେ ଦର୍ଶକ ବନ୍ଧୁ, ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷର ମଧ୍ୟଭାଗଟି ସବୁଠାରୁ ଶୁଭ ସମୟ ରହୁଛି। କାହିଁକି ନା ବର୍ଷର ଆରମ୍ଭରେ କିଛି ନା କିଛି ସମସ୍ୟା ଆସିପାରେ, କିନ୍ତୁ ଯାହା କିଛି ସମସ୍ୟା ଆସିବ ତାହା ଆପେ ଆପେ ଦୂରେଇ ଯିବ। କେବଳ ଭଗବାନଙ୍କ ଉପରେ ବିଶ୍ୱାସ କରି ଚାଲନ୍ତୁ, ଦେଖିବେ ଆପଣଙ୍କର ଜୀବନଟା ଅତ୍ୟନ୍ତ ସୁଖରେ କଟିଯିବ। ପାରିବାରିକ ସମ୍ପର୍କ ଭଲ ରହିବ, ପ୍ରେମ ସମ୍ପର୍କ ବି ଆପଣଙ୍କର ଭଲ ରହିବ। ଯୋଉମାନେ ଦୀର୍ଘ ଦିନରୁ ପ୍ରେମ ବିବାହ କରିବା ପାଇଁ ଇଚ୍ଛା କରିଥିଲେ, ଏହି ବର୍ଷ ମଧ୍ୟଭାଗରେ ସେମାନେ ପ୍ରେମ ବିବାହରେ ସଫଳ ହେବେ। ପରିବାରରେ ଯଦି ସନ୍ତାନ ସନ୍ତତି ହଉନଥିବ, ଏହି ସମୟରେ ସନ୍ତାନ ପ୍ରାପ୍ତି ଯୋଗ ମଧ୍ୟ ରହିଛି। ପରିବାରରେ ଆପଣଙ୍କର ମାଙ୍ଗଳିକ କାର୍ଯ୍ୟ ହେବ, ମାଙ୍ଗଳିକ କାର୍ଯ୍ୟକୁ ମଧ୍ୟ ଏଡ଼ାଇ ଦିଆ ନ ଯାଇପାରେ। ଆପଣମାନଙ୍କର ସନ୍ତାନ ସନ୍ତତି ପାଇଁ ଯାହା କିଛି ଚିନ୍ତା ରହିଥିଲା, ଏହି ବର୍ଷର ମଧ୍ୟଭାଗ ଠାରୁ ସେହି ସମସ୍ୟା ବି ଆପଣଙ୍କର ଦୂରେଇ ଯିବ। ପ୍ରତିକାର ସ୍ୱରୂପ ପ୍ରତ୍ୟେକ ଦିନ ଆପଣମାନେ ଶ୍ରୀରାମଚରିତ ମାନସ ପାଠ କରନ୍ତୁ, ଘରେ ଗୀତା ପାଠ କରନ୍ତୁ। ଦେଖିବେ ଭଗବାନ ଶ୍ରୀକୃଷ୍ଣଙ୍କର ଦୟାରୁ ଆପଣଙ୍କର ଏହି ବର୍ଷଟି ଅତ୍ୟନ୍ତ ଶୁଭଙ୍କର ହେବ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।